କିଛି ସଖୀ ମିଶି ଯାଇଥିଲେ କୁଞ୍ଜବନକୁ। ହଁ, କୁଞ୍ଜବନରେ ଯେତେବେଳେ ହଟିଆ ନଟନାଗର ଆସିବା ଡେରି ହୋଇଥିଲା, ସେତେବେଳେ ସଖୀମାନେ ମିଶି ମା ରାଧାରାଣୀକୁ ସଜ କରେଇଥିଲେ। ଆଉ କିଛି ସଖୀ ମା ରାଧାରାଣୀଙ୍କ ପାଦରେ ଅଳତା ଲଗେଇ ଦେଉଥିଲେ। ଆଉ ଅଳତା ଲଗାଇବା ସମୟରେ ଭାବବିହ୍ୱଳ ହୋଇଯାଇଥିଲେ। ଯେତେବେଳେ ଭାବରୁ ଫେରିଛନ୍ତି ସେତେବେଳେ ଭୁଲି ଯାଇଥିଲେ ଯେ ଆମେ କେଉଁ ପାଦରେ ଅଳତା ଲଗେଇଥିଲୁ। ହଁ, ଆର ସଖୀ କହୁଛି, ଆଲୋ ତୁ ହୁଣ୍ଡିଟା କିରେ, ତୁ ଜାଣିପାରୁନୁ? ଦେଖ ଅଳତାର କଲର ନାଲି, ଦେଖ ଯେଉଁ ପାଦରେ ଅଳତା ଲାଗିଥିବ ସେ ପାଦରେ ନାଲି ରଙ୍ଗ ହୋଇଥିବ। କିନ୍ତୁ ସେ ସଖୀ ଦେଖିଲା ଯେ ଦୁଇ ପାଦ ନାଲି ଦେଖାଯାଉଛି। ଯେମିତି ଅଳତାର ରଙ୍ଗ ନାଲି, ସେମିତି ମା ରାଧାରାଣୀଙ୍କ ପାଦର ରଙ୍ଗ ନାଲି। ସେଥିପାଇଁ ସେ ଦ୍ୱନ୍ଦ୍ୱରେ ପଡ଼ିଲା ଯେ କେଉଁ ପାଦରେ ଲାଗିଛି, କେଉଁ ପାଦରେ ଲାଗିନି। ହଁ, ଆଉ ଜଣେ ସଖୀ କହିଲା, ତୁ ବ୍ୟସ୍ତ ହନା, ଦେଖ ଦୁଇ ପାଦକୁ ଦୁଇ ହାତରେ ରଖ, ଆଉ ହାତରେ ରଖିକିରି ମାପ। ଯେଉଁ ପାଦଟା ଓଜନ ଭାରି ଲାଗିବ, ଜାଣିବୁ ସେଇ ପାଦରେ ଅଳତା ଲାଗିଛି। ହଁ, ଆପଣମାନେ ଜାଣି ରଖନ୍ତୁ ଯେ ମା ରାଧାରାଣୀଙ୍କ ପାଦ କେତେ ନରମ ଥିଲା, କେତେ ହାଲକା ଥିଲା, ଯାହାଦ୍ୱାରା ଯେ ଅଳତାର ଓଜନ ଜଣାପଡ଼ୁଥିଲା। ହଁ, ଏ ହେଉଛି ମୋ ରାଧାରାଣୀ। ରାଧେ ରାଧେ।